ଡିପେଣ୍ଡ କରୁଛି। ନମସ୍କାର, ମୋ ନିଜର ୟୁଟ୍ୟୁବ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜିର ଏହି ଅଧ୍ୟାୟରେ ବିଷୟ ଏଆଇ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବନାମ ମନୁଷ୍ୟର ମୂର୍ଖାମୀ, ମାନେ ଆମର ମୂର୍ଖାମୀ। ନେଟ୍ ରେଜଲ୍ଟ, ଭାରତର ବଦନାମ, ଭାରତର ପ୍ରବଳ ଲଜ୍ଜା। କାହିଁକି এই বিষୟରେ ଆଜି କହୁଛି? ମୋର ଧାରଣା ଆପଣମାନେ ସମସ୍ତେ ଜାଣିଥିବେ, ଦେଖୁଥିବେ, ପଢୁଥିବେ। সোশ্যাল মিডিয়া, টুইটার, ইনস্টাগ্রাম মানে ଛାଇକିରି ଅଛି। ଏବଂ ମୁଁ ଯେମିତି ହସୁଛି ଦେଖିକିରି ମାନେ ହସିବା ଛଡା ଆଉ କଣ କରିବି? ତ ଆପଣ ମାନେ ବି ସେଇ ଅବସ୍ଥା, ହସୁଥିବେ। ଏଆଇ ବନାମ ମନୁଷ୍ୟର ମୂର୍ଖାମୀ। ଲସ୍ କାହାର? ଭାରତବର୍ଷର। ପ୍ରବଳ ବଦନାମ, ପ୍ରବଳ ଲଜ୍ଜା। କାହିଁକି? ଆସୁଛି। ଏଇ ଦିଲ୍ଲୀରେ ଗ୍ଲୋବାଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମିଟ୍ ଚାଲିଛି। ମାନେ ବହୁତ ବଡ ଗୋଟେ ଇଭେଣ୍ଟ ଚାଲିଛି। ପ୍ରାୟ 20-30ଟା ଦେଶର ରାଷ୍ଟ୍ରପତି ଏବେ ବର୍ତ୍ତମାନ ଦିଲ୍ଲୀରେ, ଏଇ ଆମର ଦିଲ୍ଲୀରେ ପ୍ରଗତି ମଇଦାନ ସାଇଡରେ ଭାରତ ମଣ୍ଡପ, ସେଇଠି ଇଭେଣ୍ଟ ଚାଲିଛି ଗ୍ଲୋବାଲ ଏଆଇ ସମିଟ୍। କେ ଆସିନାହାନ୍ତି? ଫ୍ରାନ୍ସର ପ୍ରେସିଡେଣ୍ଟ ମ୍ୟାକ୍ରୋ, ବ୍ରାଜିଲର ପ୍ରେସିଡେଣ୍ଟ ଲୁଲା ଡି ସିଲଭା, ତାরপরে বিভিন্ন ସବୁ ବିଗ୍ ଟେକ୍ କମ୍ପାନିଜର ସିଇଓ, ଟପ୍ ଏକ୍ଜିକ୍ୟୁଟିଭ, মেটা, গুগলର ସୁନ୍ଦର ପିଚାଇ, ସ୍ୟାମ ଆଲ୍ଟମ୍ୟାନ, ଓପେନ ଏଆଇ ସମସ୍ତେ ଏଇଠି ହାଜିର। ଏବଂ ଏତେ ବଡ ଗୋଟେ ওয়ার্ল্ড সামনারে, সারা পৃথিবী সামনারে ভারতবর্ষ প্রেজেন্ট করুଛି এআই সামিট। সেইটি ভারতবর্ষର প্রবল বদনাম। কাହିଁକି? সারা পৃথিবীর ফ্রন্টিয়ার টেक्नोलॉजी, आर्टिफिशियल इंटेलिजेंस ନେଇକିରି ଯେମାନେ କାମ କରୁଛନ୍ତି ସମସ୍ତେ ଷ୍ଟଲ ଦେଇଛନ୍ତି, ପ୍ରୋଡକ୍ଟ ଶୋକେସ୍ କରୁଛନ୍ତି ଯେ ଆମେ ଏୟା ତିଆରି କରୁଛୁ, ସେୟା କରୁଛୁ। ମାନେ ଆର୍ଟିଫିशियल इंटेलिजेंस टेक्नोलॉजी ହେଉଛି ଫ୍ରଣ୍ଟିୟାର ଟେକ୍ନୋଲୋଜି। ଆମର ଲାଇଫଷ୍ଟାଇଲ ସବୁ ଚେଞ୍ଜ ହେଇଯିବ, ସବୁ ମେସିନ କରିଦବ, ରୋବୋଟ କରିଦବ, ଯାହା ସବୁ ଦରକାର। ଲାଇଫ ୱିଲ୍ ବିକମ୍ ପସିବଲି ଇଜିୟର। ଏଇ ଟାଇମରେ, ଏଇ ଇଭେଣ୍ଟରେ ଆମର ଦିଲ୍ଲୀରୁ ଅଧିକା ଡିଷ୍ଟାନ୍ସ ନୁହଁ, ଗ୍ରେଟର ନଏଡା, ସେଠି ଗୋଟେ ବଡ ଗୋଟେ ପ୍ରାଇଭେଟ ୟୁନିଭର୍ସିଟି ଅଛି, ଗାଲଗୋଟିଆ ୟୁନିଭର୍ସିଟି। ସେମାନେ ଏଇ ସାମିଟ୍, ଏଆଇ ସାମିଟ୍ରେ ବଡ ଗୋଟେ ଷ୍ଟଲ ଦେଇଥିଲେ, ଗାଲଗୋଟିଆ ୟୁନିଭର୍ସିଟି ଷ୍ଟଲ। ସେଇଠି ସେମାନେ କ୍ଲେମ କରିଲେ ଯେ ଗୋଟେ ରୋବୋଟ ଡଗ୍, କୁକୁର ଡଗ୍, ସବୁ କାମ ମାନେ ନାଚୁଛି, ଇଏ କରୁଛି, ଚାଲୁଛି, ସେଇ ରୋବୋଟ, ସେଟା କଣ ଗାଲଗୋଟିଆ ୟୁନିଭର୍ସିଟିରେ ତିଆରି ହେଇଛି କ୍ଲେମ କରିଲେ। ସେ ଜଣେ ପ୍ରଫେସର ନେହା ସିଂ, ସେ ଏବେ ଭାଇରାଲ, ପୁରା ପୁରା ପ୍ରବଳ, ତାର ଫେମ୍ କହନ୍ତୁ କି ନୋଟୋରାଇଟି କହନ୍ତୁ, ପୁରା ସେ ପୁରା କହିଲେ ଯେ ଏଇଟା ତ ଆମର ୟୁନିଭର୍ସିଟିରେ ହେଇଛି, ଗାଲଗୋଟିଆ ୟୁନିଭର୍ସିଟିରେ 350 କୋଟି ଟଙ୍କାର ରିସର୍ଚ୍ଚ ଚାଲିଛି ଏଆଇ ଉପରେ, ଆମର ଗୋଟେ ସେଣ୍ଟର ଅଫ ଏକ୍ସେଲେନ୍ସ ଅଛି। ବଡ ବଡ ସବୁ କ୍ଲେମ। ଏଇ କ୍ଲେମ ପରେ ଆଉ ଗୋଟେ ଜିନିଷ ସେ ବି କହିଲେ ଯେ ଏଇ ଯେ ଗୋଟେ ଡ୍ରୋନ ଟା ତିଆରି ହେଇଛି, ସକାର ବଲ, ମାନେ ଗୋଟେ ଫୁଟବଲ ଭିତରେ ଗୋଟେ ଡ୍ରୋନ, ସେଟା ବି ଆମେ ତିଆରି କରୁଛୁ ଏଣ୍ଡ ଟୁ ଏଣ୍ଡ, ଗାଲଗୋଟିଆର ଷ୍ଟୁଡେଣ୍ଟ ମାନେ ତିଆରି କରୁଛନ୍ତି। ତ ତାরপরে এটা পুরা প্রচার ହେଲା যে গালগোটিয়া ୟୁନିଭର୍ସିଟିରେ ଏତେ ବଡ ଇନୋଭେସନ ହେଇଛି ଟେକ୍ନୋଲୋଜିକାଲ ଇଏ। ଏବଂ ସବୁଠୁ ଲଜ୍ଜାର ବିଷୟ, ସେଟା ଆମର ମାନେ ସରକାରର ଦୂରଦର୍ଶନ ଟେଲିଭିଜନରେ সেটা প্রচার ବି ହେଲା, ইন্টারভিউ ହେଲା। এবং এই যে ভারত, খালি এটা ভারতবর্ষর মানে লজ্জা নয়, এই এআই সামিট অর্গানাইজ কে କରୁଛନ୍ତି? মিনিস্ট্রি অফ ইলেকট্রনিক্স অ্যান্ড ইনফরমেশন টেকনোলজি, মেইটি। তার মন্ত্রীকে ଆମ ଓଡ଼ିଶାରୁ ଯାଇଛନ୍ତି, ଅଶ୍ୱିନୀ ବୈଷ୍ଣବ, ଭେରି ପାୱାରଫୁଲ ମନ୍ତ୍ରୀ, ଆଇଟିର ମନ୍ତ୍ରୀ, ଇଣ୍ଡିଆନ ରେଲୱେଜର ମନ୍ତ୍ରୀ, ଇନଫରମେସନ ବ୍ରଡକାଷ୍ଟିଂର ମନ୍ତ୍ରୀ। ତାହାର আন্ডারে এসବୁ অর্গানাইজ হয়েছে। এবং অশ্বিনী বৈষ্ণব বাবু ବି সাঙ্গে সাঙ্গে এটাକୁ টুইট ବି କରିଲେ, ମାନେ তার নিজ হ্যান্ডেলରେ এটা এক্সরে গলা যে এই ফটো, ରୋବୋଟର ଫଟୋ, যেই ରୋବୋଟଟା ତିଆରି ହେଇଛି ଚାଇନାରେ ଏବଂ ଗଲା 2 ବର୍ଷ ହେଲା ଆମାଜନରେ ଆପଣ କିଣିପାରିବେ, 2.5 ଲକ୍ଷ ଟଙ୍କା ଦେଲେ ପରେ ଆପଣ କିଣିପାରିବେ। এই ରୋବୋଟ ଚାଇନା ତିଆରି କରିଛି। ଆଉ ଯେ ବଲ୍ ଡ୍ରୋନ୍, সেটা ସାଉଥ କୋରିଆ, সেটা 40,000-50,000 ଟଙ୍କାରେ ମିଳୁଛି, ସମସ୍ତେ ଜାଣିଛନ୍ତି। ତ ଅଶ୍ୱିନୀ ବାବୁ ଏଟାକୁ টুইট କରିଲେ ଫଟୋ ଦେଇକିରି ରୋବୋଟ, ଏବଂ এটা ହଉଛି ଆମର ସଭରେନ୍ ମାନେ ଆଚିଭମେଣ୍ଟ, ନ୍ୟାସନାଲ ଆଚିଭମେଣ୍ଟ, ଏତେ ବଡ କାମ ହଉଛି। এবং তার মিনিস্ট্রি মেইটি এগেন সেটাକୁ পুনি টুইট କରିଲେ, দূরদর্শন দেখাইলা, মন্ত্রী টুইট করিলে, তার মিনিস্ট্রি মেইটি টুইট করিলা। তারপরে যা হেবার ঠেলা হেলা, 10-15 মিনিট ভিতরে ধরা পড়িগলা এটা তো পুরা ফ্রড, মিছ, ধরা পড়িগলা।
ଆଉ ତାପରେ ଯାହା ହେବାର ହେଲା ସମସ୍ତେ ଯାଇକିରି ସେଇ ଗାଲଗୋଟିଆ ଷ୍ଟଲ୍ ସାମ୍ନାରେ ସବୁ ଟେଲିଭିଜନ କ୍ୟାମେରା ସମସ୍ତେ ମାନେ ମୁଁ କହୁନି ଯେ ଏଆଇ ସମିଟ୍ରେ ଭଲ କାମ ହଉନି, ନିଶ୍ଚୟ ହଉଛି। ଏତେ ବଡ ବଡ ଲୋକ ଆସିଛନ୍ତି, ଏତେ ସାଇଣ୍ଟିଷ୍ଟ, ଏତେ ଏକାଡେମିକ, ବଢିଆ ବଢିଆ ଡିସ୍କସନ ବି ଚାଲୁଛି। 500 ପ୍ୟାନେଲ ଡିସ୍କସନ ଚାଲିଛି ଏବଂ ହାଇ ଏଣ୍ଡ ଡିସ୍କସନ ଚାଲିଛି ଏବଂ ତାର ଭିତରୁ ମୋର ଧାରଣା କିଛି ପଜିଟିଭ ନିଶ୍ଚୟ ବାହାରିବ ଏବଂ ଇଣ୍ଡିଆକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭବିଷ୍ୟତର ଟେକ୍ନୋଲୋଜି সেটাକୁ ଏବେଠୁ ଏମ୍ବ୍ରେସ୍ କରିବାକୁ ପଡିବ। ଇଣ୍ଡିଆ ମଷ୍ଟ ବି ଆଟ୍ ଦ ଫୋର ଫ୍ରଣ୍ଟ। সুতরাং ମୁଁ କହିବିନି ଯେ এই এআই সামিট পুরা ফেল, কিন্তু প্রবল ব্যাড পাবলিসিটি ହେଲା, বদনাম ହେଲା ইন্ডিয়া। মানে পুরা পাবলিସିଟି ଲାଇମଲାଇଟ ନେଇଗଲା ଏଇ ଚାଇନିଜ ରୋବୋଟ କୁକୁର ଆଉ ଗଲଗୋଟିଆ ୟୁନିଭର୍ସିଟିର କ୍ଲେମ୍ ଯେ ଏଇ ବଲ୍ ଡ୍ରୋନଟା ବି ଆମେ ତିଆରି କରୁଛୁ, ମାନେ ପୁରା ବ୍ୟାଡ୍ ପବ୍ଲିସିଟି। ତ ଏଇଟା ବହୁତ ଇଏ ଏବଂ ଏଇ ଯେ ସାମିଟ୍ ନେଇକିରି ପ୍ରବଳ ଅବ୍ୟବସ୍ଥା ବି ହେଇଛି, ଯେମିତି ଗୋଟେ ବଡ ସ୍କେଲରେ ସାମିଟ୍ଟା ହଉଛି ତାହାର ପାଇଁ ମାନେ ପ୍ରବଳ କ୍ରିଟିସିଜମ ବି ହେଇଛି, ପୁରା କ୍ୟାଓଟିକ। প্রথম দিন প্রধানমন্ত্রী আসলে মানে যে মানে সারা পৃথিবীর ଲୋକମାନେ ଡେଲିଗେଟ ମାନେ ଆସିଛନ୍ତି, ଅଧା ଲୋକକୁ ଇନଭାଇଟ୍ କରାଯାଇଛି, ଅଧା ଲୋକ ପଇସା ଦେଇକିରି ଟିକେଟ କାଟିକିରି ଡେଲିଗେଟ ହେଇକିରି ଆସିଛନ୍ତି ନିଜର ପ୍ରୋଡକ୍ଟ ଦେଖାଇବା ପାଇଁ, ଶୋକେସ୍ କରିବା ପାଇଁ। ପ୍ରଧାନମନ୍ତ୍ରୀ ଆସିବ ବୋଲିକିରି ସେଇମାନଙ୍କୁ ପୁଲିସ ଆସିକିରି ବାହାର କରିଦେଲେ, ମାନେ ପୁରା ବାହାର ଯାଅ ପଳାଅ, ପୁରା ଇଏ ଖାଲି, ଭାରତ ମଣ୍ଡପମ ଖାଲି, ଏମାନେ ରାସ୍ତାରେ ବୁଲୁଛନ୍ତି, ଖାଇବା ନାହିଁ, ପିଇବାର ପାଣି ନାହିଁ, କିଛି ନାହିଁ, কোনো ବନ୍ଦୋବସ୍ତ ନାହିଁ। ଏବେ ବି ମୁଁ ଆଜି ରେକର୍ଡ କରୁଛି, ସାରା ଦିଲ୍ଲୀରେ ପ୍ରବଳ ଟ୍ରାଫିକ ଜାମ୍, ଗୋଟେ ଗୋଟେ ଜାଗାକୁ ଯିବାକୁ ହେଲେ 3 ଘଣ୍ଟା 4 ଘଣ୍ଟା ଲାଗୁଛି, କାହିଁକି ସବୁ ଭିଆଇପି ଟ୍ରାଫିକ, ଏତେ ଦେଶର ବଡ ବଡ ଲୋକ ଆସୁଛନ୍ତି, ପୁରା ଟ୍ରାଫିକ, এই রাস্তা বন্ধ সেই রাস্তা বন্ধ, ଲୋକମାନେ ପୁରା ହଇରାଣ, ଏତେ ଅବ୍ୟବସ୍ଥା। শুধু সেয়া ନୁହଁ, ଭାରତ ମଣ୍ଡପମରେ ଏଆଇ ସମିଟ୍ ଚାଲିଛି, ମାନେ ଫ୍ରଣ୍ଟିୟର ଟେକ୍ନୋଲୋଜିର ଗୋଟେ ସମିଟ୍ ଇଭେଣ୍ଟ ହଉଛି, তার ভিতরে প্রথম 2 দিন ইন্টারনেট চালু নথিলা, মানে আনস্টেবল ইন্টারনেট কানেকশন, মানে এটা কোন ভারতবর্ষ পাই গোটে ভালো পাবলিসিটি ହେଲା, আডভার্টাইজমেন্ট ହେଲା, ভারতবর্ষর ক্যাপাবিলিটি স্কিল এটা কোন ভালো রেপুটেশন ହେଲା ଆମର, মানে পুরা বদনাম। ଆଉ ଏଇ ଗାଲଗୋଟିଆ ପରେ ଯାହା ହେଲା, ଗାଲଗୋଟିଆ ୟୁନିଭର୍ସିଟି ଏଇ ଫଲ୍ସ ଫ୍ରଡୁଲେଣ୍ଟ କ୍ଲେମ୍ ପରେ ମାନେ ସାରା ବିଶ୍ୱ ସାରା ଲୋକମାନେ ହସୁଥିବେ, ମୁଁ ଯେମିତି ଦେଖୁଛି ଆଉ ହସୁଛି, ପ୍ରବଳ ଏଣ୍ଟରଟେନମେଣ୍ଟ। এই যে গালগোটিয়ার প্রফেসর নিহা সিং কହୁଛନ୍ତି এটা ଆମେ କରିଛୁ, সেটা ଆମେ କରିଛୁ, ହସିବା ଛଡା ଆଉ কোনো ଚାରା ବି নাই। সারা পৃথিবীরে রয়টার স্টোরি করেছেন, অ্যাসোসিয়েটেড প্রেস স্টোরি করেছি, বিবিসি স্টোরি করেছি যে এটা হচ্ছে চালিଛି এআই গ্লোবাল এআই সমিট দিল্লী, মানে কেତେ বদনাম। ମୁଁ ଏବେ ବି କମ୍ପ୍ଲିମେଣ୍ଟ କରିବି, ସାଧୁବାଦ ଜଣାଇବି, ସରକାର যেটা କରିବାକୁ ଚାହୁଛି ଯେ ଏଆଇ ଉପରେ ଭାରତବର୍ଷକୁ ମାନେ ଗୋଟେ ଏତେ ବଡ ଇଭେଣ୍ଟ କରିକିରି ମାର୍କେଟିଂ କରିବାକୁ ଟ୍ରାଇ କରୁଛନ୍ତି, সেটা ଗୋଟେ ভালো, সেটা নিহাতি আবশ্যক, কিন্তু ଆମର ক্যাপাবিলিটি এবং ଆମର যে মার্কেটিং ଚାଲିଛି ତାର ଭିତରେ কোন সামঞ্জস্য ଅଛି? ଆମେ କହୁଛୁ ଆମେ ବିଶ୍ୱଗୁରୁ, ଆମେ କହୁଛୁ ଆମେ ଆତ୍ମନିର୍ଭର ଭାରତ କଥା କହୁଛୁ, ଆତ୍ମନିର୍ଭର ଭାରତ ଆତ୍ମନିର୍ଭର ହେଇଯାଇଛି, କିନ୍ତୁ ସତରେ କେଉଁ ସେୟା? ଏଆଇ ସମିଟ୍ ଚାଲିଛି, ସେଇ ଭାରତ ମଣ୍ଡପମରେ ଆମେ ଗୋଟେ ଷ୍ଟେବଲ ଇଣ୍ଟରନେଟ କନେକ୍ସନ ଦେଇପାରୁନୁ। ବାହାରେ ଯେ ସବୁ ଫୁଡ ଷ୍ଟଲ ଥିଲା, ମାନେ ଭାବନ୍ତୁ ଟେକ୍ନୋଲୋଜି ସମିଟ୍, ଏଆଇ ସମିଟ୍, ফুড স্টল কହୁଛି ଆପଣ ଟଙ୍କା ଦିଅନ୍ତୁ, ଗୁଗଲ ପେ ଇଣ୍ଟରନେଟରେ ପେମେଣ୍ଟ କରିବା, ডিজিটাল পেমেন্ট ଆମେ ନେବୁନି, ମାନେ কোন କଥା, ମାନେ যে ফরেন ডেলিগেটস মানে আসଛନ୍ତି ସେମାନେ কোন ইম্প্রেশন ନେଇକିରି ଯିବେ, ମାନେ কোন ଭାରତବର୍ଷର ମାନେ କେତେ ବଡ ବଦନାମ, କେତେ ଲଜ୍ଜା। କିନ୍ତୁ এটা ହେବା କଥା, ମାନେ ଏମିତି ସବମିଟ ହେବା କଥା, ଠିକ ଅଛି, ମାନେ ସେଟାକୁ ମୁଁ ୱେଲକମ କରୁଛି, কিন্তু ଆମକୁ ଆମର লিমিটেশন ভিতরে ରହିବା କଥା। ଖାଲି পাবলিসিটি মার্কেটিং করিলে কোন চালিব? ଆମର যে ফ্রন্টিয়ার টেকনোলজি, ধরন্তু ଆପଣ সেমিকন্ডাক্টর কহন্তু, কোয়ান্টাম কম্পিউটিং কহন্তু, কিংবা আর্টিফিশিয়াল ইন্টেলিজেন্স কহন্তু, তার পছরে ଗୋଟେ প্রচেষ্টা প্রসেস এই ସବୁ ଥିବ, ଆପଣ কোন ଖାଲି କହିଲେ পড়ে ହେଇଯିବ? ଚାଇନା 2025ରେ ମୁଁ ଦେଖୁଥିଲି, ଚାଇନା ଫ୍ରଣ୍ଟିୟାର ଟେକ୍ନୋଲୋଜି ପଛରେ ଖାଲି 2025ରେ ଖର୍ଚ୍ଚ କରିଛି $98 ବିଲିୟନ, 98 ବିଲିୟନ। ଆଉ ଭାରତବର୍ଷ କେତେ ଖର୍ଚ୍ଚ କରିବ ନେକ୍ସଟ 5 ବର୍ଷରେ? $1.2 ବିଲିୟନ। ତ ଆମେ କଣ, ମାନେ ଆମେ ଟଙ୍କା ଖର୍ଚ୍ଚ କରିବୁନି, ଆମର ସେଇ ପ୍ରଚେଷ୍ଟା ନାହିଁ,
ଆମର ସେଇ ପ୍ରୋସେସେସ୍ ନାହିଁ, କିନ୍ତୁ ଆମେ କହିବୁ ଆମେ ଆତ୍ମନିର୍ଭର ଭାରତ, ଆମେ ବିଶ୍ୱଗୁରୁ, ସାରା ପୃଥିବୀର ଲିଡର। ଏଇଟା ତ ପୁରା ମାର୍କେଟିଂ ଗିମ୍। ଆଉ ସବୁଠୁ ବଡ କଥା, ମାନେ ଏଇ ଯେ ଯାହା ହେଲା ହେଲା, ଫ୍ରଡ୍ ହେଲା, ମାନେ ବଦନାମ ହେଲି, ଆମେ ସମସ୍ତେ ବଦନାମ ହେଲୁ, ମାନିଲି। ଆଉ ଗୋଟେ ବଡ ଚେତାବନୀ, এই যে এআই সাবমিটরে গালগোটি ୟୁନିଭର୍ସିଟି ଆସିକିରି ଯାହା କରିକିରି ଗଲେ ଏବଂ ଭାରତକୁ ପୁରା ବଦନାମ କରିଦେଲେ, ତାର ଆଉ ଗୋଟେ ବଡ କମେଣ୍ଟ୍ରି ଚେତାବନୀ ହଉଛି যে ଆମର ପ୍ରାଇଭେଟ যে এডুকেশনাল ইনস্টিটিউশনস ଅଛି, প্রাইভেট ইউনিভার্সিটিস, তার আসল অবস্থা কন আমি জানিগলু, চেহারাটা কন। ভারতবর্ষের প্রায় 430 কি 450টা ପ୍ରାଇଭେଟ ୟୁନିଭର୍ସିଟି ଅଛି। ଓଡ଼ିଶାରେ ବି ଅଛି, ବଡ ବଡ ୟୁନିଭର୍ସିଟି ଅଛି। এবং ଓଡ଼ିଶାରେ ମୋର ଧାରଣା 13ରୁ 15ଟା ବଡ ବଡ ପ୍ରାଇଭେଟ ୟୁନିଭର୍ସିଟି ଅଛି। ବଢିଆ କ୍ୟାମ୍ପାସ, ବଢିଆ ସବୁ, ମାନେ ବାହାରୁ ଆପଣ ଦେଖିବେ ମାନେ ପୁରା ଚାକାଚାକ, কিন্তু ভিতরে কোন সেই সাবস্টেন্স ଅଛି না খালি পাবলিসিটি ଆଉ অপটিক্স। ମୁଁ ତ ଜାଣିଛି ଏଇ ଦିଲ୍ଲୀରେ ଏବଂ ଗ୍ରେଟର ନଏଡାରେ ବଡ ବଡ ୟୁନିଭର୍ସିଟି ଅଛି, ପ୍ରାଇଭେଟ ୟୁନିଭର୍ସିଟି, ସେଇଠି ମାନେ ଜାପାନି ସୁଶି ରେଷ୍ଟୁରାଣ୍ଟ ବି ଅଛି। ମାନେ ପିଲାମାନେ ଯିବେ, ପାଠ ଫାଠ ପଢିବେ କି ନାହିଁ ତାର কোনো ଗ୍ୟାରେଣ୍ଟି ନାହିଁ, କିନ୍ତୁ ଆଜି ସୁଶି ଖାଇବେ, କାଲି ଚାଇନିଜ ଖାଇବେ, ପରଦିନ ବାରବିକ୍ୟୁ ଖାଇବେ, ସବୁ ବନ୍ଦୋବସ୍ତ ଅଛି। অডিটোরিয়াম, হল, ও বড় ক্যাম্পাস, বড় সবু অ্যামিনিটিস। তো প্রাইভেট ইনস্টিটিউশনস আর হলো, পাঠ ফাঠ কম, পাবলিসিটি অধিকা। এই এআই সামিট দেখাই দেলা আমাকে প্রাইভেট ইউনিভার্সিটি ভিতরে দেয়ার ইজ আ ট্রিমেন্ডাস রট প্রবল। এই গালগোটি ইউনিভার্সিটি ମୁଁ ଦେଖୁଥିଲି, ଏ ମାନେ କେ ମାଲିକ କେ? ଏଇ ମାଲିକ 40 ବର୍ଷ ତଳେ ଦିଲ୍ଲୀରେ କନଟ ପ୍ଲେସରେ ଗୋଟେ ବହି ଦୋକାନ ଚଲାଉଥିଲେ, ବହି ଦୋକାନ, ବୁକ୍ ସପ୍। ହଁ, ସେଇଠୁ ସେ ତାର ପଲିଟିକାଲ କନେକ୍ସନ ହେଇଗଲା ପରେ ଗୋଟେ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ପ୍ରଥମେ ଖୋଲିଥିଲେ, ତାରପରେ ତ ମୁଁ ଦେଖୁଥିଲି ଗାଲଗୋଟି ୟୁନିଭର୍ସିଟି, ଏମାନେ କ୍ଲେମ କରୁଛନ୍ତି ଲକ୍ଷେ ଉପରେ 1 লাখ প্লাস স্টুডেন্টস গালগোটি ୟୁନିଭର୍ସିଟିରେ ପାଠ ପଢୁ। ତାମାନେ ভালো ভালো ବି ପାଠ ଯଦି ସତରେ ପଢା ହଉଥିବ ସେଇଠି, ତାହେଲେ ভালো ভালো স্টুডেন্ট ବାହାରୁଥିବେ। ତ ମୁଁ ତାର ଆଲୁମିନାଇ ଲିଷ୍ଟଟା ଦେଖିଲି ଯେ କେ ବାହାରିଛି, ଫେମସ୍ ଏକ୍ସ ଫର୍ମର ଷ୍ଟୁଡେଣ୍ଟସ୍ କେ ଅଛି। କିଏ ଅଛି ଜାଣିଥିବେ? ଜଣେ ହଉଛି ଗୋଟେ ହିନ୍ଦୀର ପଡକାଷ୍ଟ ଟେଲିଭିଜନ ଆଙ୍କର, ସେ ହଉଛି ସେମାନର ଗାଲଗୋଟି ୟୁନିଭର୍ସିଟିର ସବୁଠୁ ପ୍ରମିନେଣ୍ଟ ଆଲୁମିନାଇ। ନମ୍ବର 2 ପ୍ରମିନେଣ୍ଟ ଆଲୁମିନାଇ କେ? এটা গালগোটি ୟୁନିଭର୍ସିଟିର ୱେବସାଇଟରେ ମୁଁ ଦେଖିଲି। ନମ୍ବର 2 ପ୍ରମିନେଣ୍ଟ ଫେମସ୍ ଆଲୁମିନାଇ ଗାଲଗୋଟି ୟୁନିଭର୍ସିଟି ହଉଛି ଗାଲଗୋଟି ୟୁନିଭର୍ସିଟିର ମାଲିକର ପୁଅ, ସେ ଯେ ଏବେ ସିଇଓ ୟୁନିଭର୍ସିଟିର, ଧ୍ରୁବ ଗାଲଗୋଟିଆ। ସେ ହଉଛି ସେଇ କଲେଜରୁ ପାଠ ପଢିକିରି ଗୋଟେ ସାର୍ଟିଫିକେଟ ମିଳି ଯାଇଥିଲି, ଏବେ ସିଇଓ ୟୁନିଭର୍ସିଟିରେ, ଏବଂ ସେ ହଉଛି ପ୍ରମିନେଣ୍ଟ ଆଲୁମିନାଇ। এটা কোন সত্যি ভেরি ইমপ্রেসিভ আলুমিনাই। তো এবং এই যে খালি অপটিক্স মার্কেটিং করলে খালি চালিব, রিসার্চ হଉଛି কি, ইনোভেশন সত্যরে হଉଛି কি না খালি ଗୋଟେ ବିଲ୍ଡିଂଟା ଗୋଟେ ଚାକାଚାକ ଗୋଟେ ବଢିଆ ଗୋଟେ ବିଲ୍ଡିଂ କରିଦେବେ, କହିବେ ଯେ ଆମର ଫ୍ୟାସିଲିଟି ଅଛି। ଏବଂ এই প্রাইভেট ୟୁନିଭର୍ସିଟି ଷ୍ଟୁଡେଣ୍ଟ ଆଟ୍ରାକ୍ଟ କରିବା ପାଇଁ, କାରଣ ଏମାନେ ତ ପଇସା, ଷ୍ଟୁଡେଣ୍ଟ ଆସିଲେ ସେଟା ପଇସା ହଉ, ତ ଏମାନେ ମାର୍କେଟିଂରେ ଅଧିକା ଫୋକସ୍ ଦଉଛନ୍ତି। ସେଇଟା ହଉଛି ଆମର ଏଡୁକେସନ ସିଷ୍ଟମରେ ଯେ ଏବେ ପ୍ରୋବ୍ଲେମ, ତାର ଗୋଟେ ବଡ ଏକ୍ସାମ୍ପଲ ହଉଛି ଗାଲଗୋଟିଆ ୟୁନିଭର୍ସିଟିର ଯେ ଫିଆସ୍କୋ ଫ୍ରଡ୍ ଏଆଇ ସବମିଟ ଦିଲ୍ଲୀରେ। ନିହାତି ଦୁଃଖଜନକ, ମାନେ ଭେରି ଭେରି ସ୍ୟାଡ୍। ପୁରା ୱାର୍ଲଡ ଷ୍ଟେଜରେ ସବୁ କେତେ ଏତେ ଦେଶର ରାଷ୍ଟ୍ରପତି ଏଇଠି, ସବୁ ବଡ ବଡ କମ୍ପାନୀର ବିଗ୍ ଟେକ୍ କମ୍ପାନୀର ସିଇଓ ମାନେ ଏଇଠି, ତାର ସାମ୍ନାରେ ଆମର ଏମିତି ଗୋଟେ ବ୍ୟାଡ୍ ପବ୍ଲିସିଟି ହେଲା। ମାନେ ଗୋଟେ ଚାଇନାର ପ୍ରଡକ୍ଟ ଆଣିକିରି ଆମେ କହିଲୁ ଏଟା ଆମେ ତିଆରି କରୁଛୁ। ଆମେ ଯଦି ଚାଇନାର ପ୍ରଡକ୍ଟ ଦେଖେଇବୁ ଯେ ଏଟା ଆମର, ତାହେଲେ ଚାଇନା ଆସିକିରି କୋଣଟା ଦେଖେଇବେ? ଦେଖାଇବାର କିଛି ନାହିଁ। ମାନେ ଭେରି ସ୍ୟାଡ୍, ଭେରି ଅନଫର୍ଚୁନେଟ୍। ଆମକୁ ଏଇଠୁ ଶିକ୍ଷା ନେବା ପଡିବ। ଖାଲି କହିଲେ ହବ, ଭାଷଣ ଦେଲେ ହବ ଯେ ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଭାରତବର୍ଷ ପୁରା ବିଶ୍ୱଗୁରୁ। ମୁଁ ତ କହିଲି ଚାଇନାର ସ୍ପେଣ୍ଡିଂ ହଉଛି ଫ୍ରଣ୍ଟିୟର ଟେକ୍ନୋଲୋଜିରେ 2025ରେ 98 ବିଲିୟନ, ଆମର ନେକ୍ସଟ 5 ବର୍ଷରେ ଖର୍ଚ୍ଚ ହବ 1.2 ବିଲିୟନ। ଆମେ କଣ କମ୍ପିଟ୍ କରିବୁ? ଯଦିଓ ମୁଁ କହିବି ଆମ ଭାରତବର୍ଷରେ ପ୍ରବଳ ସ୍କିଲ୍ ଅଛି, ଇଣ୍ଟେଲିଜେନ୍ସ ଅଛି, ନଲେଜ ଅଛି, କିନ୍ତୁ ଆମର ଅପରଚ୍ୟୁନିଟି ନାହିଁ, ସୁଯୋଗ ନାହିଁ। ଆପଣ ସିଲିକନ ଭ୍ୟାଲି ଯାଆନ୍ତୁ, ମୁଁ ତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଏକ୍ସପର୍ଟ ନୁହଁ,
এই যে চ্যাট জিপিটি, ওপেন এআই, পারপ্লেক্সিটির মালিকও তো ইন্ডিয়ান, মানে এতে ইন্টেলিজেন্ট, এতে স্কিল, କିନ୍ତୁ ଆମର ବଦନାମ। ତ ଭେରି ସ୍ୟାଡ୍। ଆଜି ଏତିକିରେ, ପୁଣି କଥା ହେବି ଆଗାମୀ ଅଧ୍ୟାୟରେ। ମୋର ଏଇ ୟୁଟ୍ୟୁବ ଚ୍ୟାନେଲ ମୁଁ ରୁବେନ କହୁଛି, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ, କମେଣ୍ଟ ସେକ୍ସନରେ କମେଣ୍ଟସ ଆଉ ସଜେସନ୍ସ ଦିଅନ୍ତୁ। খুব জলদি দেখা হবে। নমস্কার। ମୁଁ ରୁବେନ କହୁଛି।